ସ୍ୱପ୍ନରେ ସାପ ଦେଖିବାର ଅର୍ଥ କ'ଣ ହୋଇଥାଏ? କ'ଣ ଆପଣ ବି କେବେ ସ୍ୱପ୍ନରେ ସାପ ଦେଖୁଛନ୍ତି କି? ତ ଏହି କଥା ଜରୁର ଶୁଣନ୍ତୁ। ତ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା କ'ଣ ଏହାର ଅର୍ଥ। କିନ୍ତୁ ତା ପୂର୍ବରୁ ହେ ପ୍ରଭୁ ଭୋଳାଶଙ୍କର, ଯିଏ ବି ଆପଣଙ୍କର ଏହି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବେ, ତାଙ୍କ ଜୀବନରେ ଥିବା ସବୁ ସଙ୍କଟକୁ ଆପଣ ହରଣ କରିନେବେ। ଯଦି ସ୍ୱପ୍ନରେ ଆପଣ ମରିକି ପଡ଼ିଥିବାର ସାପର ସ୍ୱପ୍ନ ଦେଖନ୍ତି, ତ ଏହାର ଅର୍ଥ ହେଉଛି କି ଆପଣଙ୍କ ଜୀବନରେ ବାଧା, ସବୁ ପ୍ରକାରର ସଙ୍କଟ ବହୁତ ଜଲ୍ଦି ଦୂର ହେବାକୁ ଯାଉଛି, ଆଉ ଏହା ଏକ ଶୁଭ ସଂକେତ ହୋଇଥାଏ। ଯଦି ଆପଣ ସ୍ୱପ୍ନରେ ଦେଖନ୍ତି କି ଆପଣ କୌଣସି ଏକ ବଡ଼ ସାପକୁ ଧରିଛନ୍ତି, ତ ଏହାର ଅର୍ଥ ହେଉଛି କି ଏହା ବି ଏକ ଶୁଭ ସଂକେତ ହୋଇଥାଏ। ଆଉ ଆପଣଙ୍କର ଭବିଷ୍ୟତରେ ଆପଣଙ୍କ ପରିଶ୍ରମ ବଳରେ ବହୁତ ଧନ ସମ୍ପତ୍ତି ଲାଭ କରିବେ ଏବଂ ସେହି ସମ୍ପତ୍ତିକୁ ଉଚିତ ମାର୍ଗରେ ଖର୍ଚ୍ଚ କରିବେ। ଯଦି ସ୍ୱପ୍ନରେ ଆପଣ ସାପ ଉଡୁଥିବାର ଦେଖନ୍ତି, ତ ଏହାର ଅର୍ଥ ହେଉଛି କି ଉନ୍ନତି ଓ ପ୍ରଗତିର ପ୍ରତୀକ ହୋଇଥାଏ। ଯଦି ଆପଣ ସ୍ୱପ୍ନରେ ବାରମ୍ବାର କଳା ରଙ୍ଗର ସାପ ଦେଖନ୍ତି, ତ ଏହାର ଅର୍ଥ ହେଉଛି କି ଏହା କାଳ ସର୍ପ ଦୋଷର ସଂକେତ ହୋଇଥାଏ। ଯଦି ଆପଣ ସ୍ୱପ୍ନରେ ସବୁଜ ରଙ୍ଗର ସାପ ଦେଖନ୍ତି, ତ ଏହାର ଅର୍ଥ ହେଉଛି କି ଏହା ବହୁତ ଶୁଭ ସଂକେତ, ବହୁତ ଜଲ୍ଦି ଆପଣଙ୍କ ସହିତ କିଛି ଭଲ ଘଟଣା ଘଟିବାକୁ ଯାଉଛି। ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖିବାର ଅର୍ଥ କ'ଣ ହୋଇଥାଏ? ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖିବା ବହୁତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ବହୁତ ଜଲ୍ଦି ବହୁତ ସାରା ଧନ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଯଦି ଦେଖନ୍ତି କି ସାପ ଡରିକି ଦୌଡୁଛି, ତ ଏହାର ଅର୍ଥ ଅଶୁଭ ହୋଇଥାଏ। ଏହାର ଅର୍ଥ କି ଆପଣଙ୍କୁ ଆପଣଙ୍କର ଶତ୍ରୁ ଠାରୁ ବହୁତ ବଡ଼ ଧୋକା ଖାଇବାର ଅଛି। ସ୍ୱପ୍ନରେ ଯଦି ଦେଖନ୍ତି ସାପ ଆପଣଙ୍କୁ କାମୁଡୁଛି କିମ୍ବା ଆପଣଙ୍କୁ କାମୁଡିବା ପାଇଁ ଆପଣଙ୍କ ପଛରେ ଦୌଡୁଛି, ତ ଏହାର ଅର୍ଥ ହେଉଛି ବହୁତ ଅଶୁଭ ସଂକେତ ହେଇଥାଏ। ଏହାର ସଂକେତ ବହୁତ ଜଲ୍ଦି ଆପଣଙ୍କୁ କୌଣସି ଗମ୍ଭୀର ବେମାରୀ ହେବାର ସଂକେତ ଦେଇଥାଏ। ସ୍ୱପ୍ନରେ ଯଦି ନାଗ ନାଗୁଣୀ ଯୋଡ଼ା ଦେଖନ୍ତି, ତ ଏହାର ଅର୍ଥ ହେଉଛି କି ଆପଣଙ୍କର ପୂର୍ବପୁରୁଷ ଆପଣଙ୍କୁ ସୂଚାଇବାକୁ ଚାହୁଁଛନ୍ତି ଆପଣଙ୍କର କୁଳ ଦେବୀ ଦେବତାଙ୍କୁ ଉପାସନା କରିବା ଉଚିତ। ଯଦି ସାପର ଛୁଆକୁ ସ୍ୱପ୍ନରେ ଦେଖନ୍ତି ଆଉ ସେହି ସାପ ଯଦି ଆପଣଙ୍କ ଘରର କୌଣସି ଉଚ୍ଚା ସ୍ଥାନରେ ବସିଥାଏ, ତ ଏହାର ସଂକେତ ବହୁତ ଜଲ୍ଦି ଆପଣଙ୍କ ଘରକୁ ନୂତନ ସନ୍ତାନ ଆସିବାକୁ ଯାଉଛି। ଯଦି ସାପ ଓ ନେଉଳ ଲଢ଼ିବାର ସ୍ୱପ୍ନ ଦେଖନ୍ତି, ତ ଏହାର ଅର୍ଥ ଆପଣଙ୍କର ଗୁପ୍ତ ଶତ୍ରୁର ସନ୍ଧାନ ପାଇବାକୁ ଯାଉଛନ୍ତି ଏବଂ ସେହି ଗୁପ୍ତ ଶତ୍ରୁ ସହିତ ଆପଣଙ୍କର ବି ଲଢ଼ାଇ ଝଗଡ଼ା ହେବାକୁ। ଯଦି ସ୍ୱପ୍ନରେ ଦେଖନ୍ତି ସାପଟି ଶିବଲିଙ୍ଗ ପାଖରେ ଠିଆ ହୋଇଛି, ତ ଏହାର ଅର୍ଥ ଭଗବାନ ଶଙ୍କରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି ଏବଂ ବହୁତ ଜଲ୍ଦି ଆପଣଙ୍କର କୌଣସି